ସାଙ୍ଗମାନେ ଜୟ ଶ୍ରୀ ଜଗନ୍ନାଥ। ସାଙ୍ଗମାନେ ଆଜିର ଯେଉଁ ରେସିପି ମାଛ ବେସର ପୁରା ନୂଆ ପ୍ରକାରର। ଏମିତି ମାଛ ବେସର ଆପଣମାନେ କେବେ ବନେଇ ନଥିବେ। ତ ଚାଲନ୍ତୁ ମାଛ ବେସରଟା ଷ୍ଟାର୍ଟ କରିବା। ଦେଖନ୍ତୁ 1 କେଜି ମାଛ ନେଇଛି, ତା ଦେହରେ ସ୍ୱାଦ ହିସାବରେ ଲୁଣ ଆଉ ହଳଦୀ ଦେଇଦେଇଛି। ଆକୁ ଭଲ ଭାବରେ ଗୋଳେଇ ନେବା। ସାଙ୍ଗମାନେ ଗୋଟେ ଛୋଟ ଅନୁରୋଧ, ଯଦି ଆପଣମାନେ ଚ୍ୟାନେଲରେ ନୂଆ, ପ୍ରଥମେ ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିନିଅନ୍ତୁ ଏମିତି ମଜାଦାର ଭିଡ଼ିଓ ଦେଖିବା ପାଇଁକି। ତ ଦେଖନ୍ତୁ ଭଲ ଭାବରେ ଗୋଳେଇ ନେଇଛୁ। ତାପରେ ଏଇଠି 15ରୁ 20 ମିନିଟ୍ ଛାଡ଼ିଦେବା। ଅଲଗା କୌଣସି କାମ ଅଛି ତାକୁ ସାରିଦେବା। ତାପରେ ଏଇଠି ଦେଖନ୍ତୁ 15 ମିନିଟ୍ ପରେ ଏଇଠି ଦେଖନ୍ତୁ କ'ଣ କରିବା। ଗୋଟେ କଡ଼େଇରେ କିଛି ସୋରିଷ ତେଲ ଆପଣ ନେଇପାରିବେ। ମୁଁ ରିଫାଇଣ୍ଡ ଅଏଲ୍ ନେଇଛି। କୌଣସି ବି ତେଲ ନେଇକି ଏଇଠି ମାଛକୁ ଭାଜିବା। ତ ଏଇଠି ଦେଖନ୍ତୁ ମାଛ, ଏଠି ଯଦି ମାଛ ଭାଙ୍ଗି ବି ଯାଏ କୌଣସି ଅସୁବିଧା ନାହିଁ, କିନ୍ତୁ ମାଛକୁ କ'ଣ କରିବା, ଯେତେବେଳେ ଭାଜିବା ଅଧା ଭଜା କରିବା, ମାନେ ବେଶୀ କଡ଼ାକିରି ଭାଜିବାନି। ଆଉ ଯଦି ମାଛ କଡ଼େଇରୁ ବାହାରୁ ନାହିଁ ତ ଗ୍ୟାସ୍ର ଫ୍ଲେମ୍ ଏକଦମ ଲୋ କରିଦେବା, ଆରାମସେ ମାଛ ଗୁଡ଼ିକ ବାହାରିଯିବ। ତ ଏଇଠି ଦେଖନ୍ତୁ ମାଛ ଗୁଡ଼ିକ ଗୋଟେ ପାଟ ହେଇଗଲାଣି, ତ ଆରପଟ ସାଇଜ୍ ଓଲଟେଇ ଦେଇଛୁ। ଅଧା ଭାଜିବା ମାନେ ଦର ଭଜା କରିବା, ବେଶୀ କଡ଼ାକିରି ଭାଜିବାନି। ଏ ରେସିପିଟା ଏତେ ବଢ଼ିଆ ଲାଗେ ସାଙ୍ଗମାନେ, 10 ମିନିଟ୍ରୁ 15 ମିନିଟ୍ ଭିତରେ ଏ ମାଛର ବେସର ରେଡ଼ି ହେଇଯିବ। ପୁରା ନୂଆ ପ୍ରକାରର ଆଉ ଏତେ ସ୍ୱାଦନାର, ଆପଣ ସବୁବେଳେ ଏ ରେସିପି ବନେଇବେ। ତ ଦେଖନ୍ତୁ ମାଛ ଗୁଡ଼ିକ ଏମିତି ଭାଜିବେ। ତ ଏଇଠି ମାଛ ଗୁଡ଼ିକ ଭାଜି ହେଇଗଲାଣି, ତାକୁ ତେଲରୁ କାଢ଼ିଦେବା। ତ ସବୁଗୁଡ଼ିକ ମାଛ ଏମିତି ଭାଜି ନେବା। ତାପରେ କ'ଣ କରିବା, ଗୋଟେ ମସଲା ବାଟିବା। ମସଲା ପାଇଁ କିଛି କଞ୍ଚା ବାଦାମ ଆଉ 2 ଚାମଚ ପାଖାପାଖି ସୋରିଷ, ଟିକେ ପାଣି ଦେଇକି ଚିକଣିକିରି ବାଟି ନେବା। ତ ଏଇଠି ଦେଖନ୍ତୁ ସୋରିଷକୁ ଭଲ ଭାବେ ବାଟି ନେଇଛି। ତାପରେ ଯେଉଁ ତେଲ ବଳିଥିଲା, ସେ ତେଲ ଦେହରେ ମୁଁ 2ଟା ଛୋଟ ସାଇଜ୍ର ପିଆଜ କାଟିକି ଦେଇଛି। ପିଆଜ ଭଲସେ ଭାଜି ହେଇଗଲା ପରେ ଏଇଠି କ'ଣ କରିବା, ଯେଉଁ ଛେଚା ରସୁଣ, କିଛି ଛେଚା ରସୁଣ ଦେଇଛି। ତାପରେ ପିଆଜ ରସୁଣକୁ ଭଲ ଭାବରେ ଭାଜିବା। ଏ ରେସିପିର ସ୍ୱାଦଟା ବହୁତ ବଢ଼ିଆ। ଯେଉଁମାନେ ବେସର କେବେ ଖାଇବାକୁ ପସନ୍ଦ କରନ୍ତିନି, ଏ ରେସିପି ଯଦି ବନାଉଛନ୍ତି ମାଗି ମାଗିକି ସମସ୍ତେ ଖାଇବେ। ଦେଖନ୍ତୁ ଅଧ ଚାମଚ ଟିକେ ଅଧିକା କାଶ୍ମୀର ଚିଲି ତେଲରେ ପକାଇଛି, ଯେଉଁଟାକି ବହୁତ ବଢ଼ିଆ କଲର୍ ଆସିବ। ତାପରେ ଏଇଠି କ'ଣ କରିଛି, ଟିକେ ମାଛ ବେସର ପାଇଁକି ଆମେ ଯେଉଁ ବେସର ବାଟିଥିଲେ ସେ ମସଲାକୁ ଦେଇ ଦେଇଛି। ତାପରେ ଟିକେ ପାଣି ମିଶାଇକି ଦେଇ ଦେଇଛି, ପାଣି ଟିକେ ଦେଇଛି। ତାପରେ ଏଇଠି ଆଉ ଟିକେ ପାଣି ଦେବା। ତା ଦେହରେ ଟିକେ ଦେବା ଲଙ୍କାଗୁଣ୍ଡ ଆଉ ମିଟ୍ ମସଲା ଗୁଣ୍ଡ ଟିକେ, ଧନିଆ ଗୁଣ୍ଡ ଅଧ ଚାମଚ, ଜିରା ଗୁଣ୍ଡ ଅଧ ଚାମଚ ଦେଇକି ଭଲ ଭାବରେ ଗୋଳେଇ ନେବା। ଗୋଳେଇ ସାରିକି ଏଇଠି କ'ଣ କରିବା, ଏଇଠି ଘୋଡ଼େଇ ଦେବା ଟିକେ ମସଲା ସିଝିବା ପାଇଁ। ସାଙ୍ଗମାନେ ସୋରିଷ ବାଟଣ ଟିକେ ସିଝିଗଲେ ତାର ସ୍ୱାଦଟା ବହୁତ ବଢ଼ିଆ ଆସେ। ଦେଖନ୍ତୁ କିଛି ସମୟ ଘୋଡ଼େଇ ଦେଇଥିଲି, ଯେଉଁଟାକି ସୋରିଷ ବାଟଣ ଭଲ ଭାବେ ସିଝି ଯାଇଛି। ତାପରେ ଥାଳି କାଢ଼ିକି ଆମେ ଏଇଠି ଦେଇଛୁ 2ଟା ଟମାଟର ଆଉ କିଛି ଆଳୁ। ଏଇଠି ବହୁତ ବଢ଼ିଆ ଲାଗେ ସୋରିଷ ବାଟଣରେ। ଆଳୁ ପକାଇଲେ ବହୁତ ଭଲ ଲାଗେ ଖାଇବା ପାଇଁକି। ତ ଏଇଠି ଟିକେ ପାଣି ଦେଇକି ଆମେ ଏଇଠି କ'ଣ କରିବା, ଲୁଣ ଦେଇଦେବା। ଲୁଣ ଆଉ ହଳଦୀ ଯେତିକି ଆପଣ ଝୋଳ ରଖିବେ, ଆଉ ଯେତିକି ଆଳୁ ବ୍ୟବହାର କରୁଛନ୍ତି, ମାଛର କ୍ୱାଣ୍ଟିଟି ହିସାବରେ ଯେତିକି ଆପଣ ତରକାରୀଟା ବନେଇବେ ସେଇ ହିସାବରେ ଲୁଣ ଦେଇଦେବେ। ତାପରେ ଦେଖନ୍ତୁ କିଛି ସମୟ ଘୋଡ଼େଇ ଦେଇଥିଲି, ବେସର ଆହୁରି ବଢ଼ିଆ ସେ ସିଝିଗଲାଣି। ତାର ବାସ୍ନା ନା ସାଙ୍ଗମାନେ ପୁରା ମହକିଲାଣି ଘର। ତାପରେ ଏଇଠି ଥାଳି କାଢ଼ିକି ଯେତିକି ଝୋଳ ରଖିବେ ସେଇ ହିସାବରେ ପାଣି ଦେଇ ଦେଇଛି। ତାପରେ ମାଛ ଗୁଡ଼ାକ ପକାଇ ଦେଇଛି। ମାଛ ଗୁଡ଼ାକ ପକାଇ ସାରିଲା ପରେ ଏଇଠି କ'ଣ କରିବା, ଭଲ ଭାବରେ ଏଇଠି ଗୋଳେଇବା। ତା ପୂର୍ବରୁ ଏଇଠି ଆମ୍ବୁଲ ଦେଇଦେବା। ଏଇଠି ଆମେ ଯେଉଁ ଶୁଖିଲା, ଦେଖନ୍ତୁ ଏ ଆମ୍ବୁଲ ମୁଁ ନିଜେ ପ୍ରସ୍ତୁତ କରିଛି। ତ ଆମ୍ବୁଲକୁ ଏଇଠି ଗୋଟା ଆମ୍ବୁଲ ବନେଇଥିଲି, ବହୁତ ବଢ଼ିଆ ସେ ଆମ୍ବୁଲ ପ୍ରସ୍ତୁତ ହେଇଥିଲା।
तो ये आपण जो बाहर आंबुल भी व्यवहार करेंगे, तेंतुलीर भी व्यवहार करेंगे। ये आंबुल पकईकि किसी समय घोड़ी देवे। जितेबाला सीझीज 2 ରୁ 3 मिनट मुझे घोड़े देती। तापर देखो तरकार बास्ना चेंज हो संगे संगे माछ भी सीझीगला, आंबुल भी सीझीगला। तापरे मु तरकारी गैस बंद करदेली। दालचीनी गुंड अध चामच पकईकि तापरे किछि समय पर देखंतु माछ बेसर केते बढ़िया से रेडी हो गला। सांग माने रेसिपीटी जदि भल लगे गोटे लाइक आ गोटे कमेंट निश्चिंत करिवे। मु सबुदिन किछि नुआ नुआ रेसिपी आपण मानक पई नेकी आसुची, जोटा कि बहुत अलगा आ बहुत नियारा, जो आपण मानक कोठी भी खोजिले मिलिबनी। आउ जदि ए रेसिपीटा बनाउछन्ती मते निश्चिंत जणेबे आपण केबे बनाउछन्ती आ कोठु देखुछन्ती। एथिरे मते बहुत खुशी लागिबो। मु सबुबेले आपण मानक कमेंट रो अपेक्षा रे रहूची। आजिर ए रेसिपीर मजाटा निश्चिंत उठांतु। आज पे सांग माने एतिकी रहूची। पुणी देखा नुआ एक रेसिपी सहित। जय जगन्नाथ।